Diary of a housewife. Diary of a housewife. सोमवार रु शुक्रवार प्रत्येक दिन 12टारे केवल रेडियो चॉकलेट रे ऋत्विका गोल्ड प्रेजेंट्स डायरी ऑफ अ हाउसवाइफ। भगवानंकर श्रेष्ठ सृष्टि होछि नारी। नारीर श्रेष्ठ रूप गृहिणी हाउसवाइफ। से केबे अभियोग करेनी, अभिमान करेनी। हसी हसी जीवन तमाम बितेई दिए। स्वामी, सासू, ससुर, नणंद, दियर, पुओ, झियो सबुरी अलिअर्तली शुणी पारे। सबुरी खुशी रे से खुशी हुए। निज दुख काहाकु देखिबाकु दिएनी। लुहकु ओठ तले, कोहकु छाती तले चापी दिए। समस्तंक मन पढ़ी पारे से, हेले किए पढ़े ता मन कथा। लुहापी जिए हस पुणे मन दे जिए मन किणे। लुहापी जिए हस पुणे मन दे जिए मन किणे। हृदय रे धरी स्नेह डोरी घर को करे जे स्वर्गपुरी। से गृहिणी ता कहानी जिउथिरे लिखि दिए नीरबरे कहि दिए व्हाट इज लाइफ। डायरी ऑफ अ हाउसवाइफ। डायरी ऑफ अ हाउसवाइफ। डायरी ऑफ अ हाउसवाइफ। डायरी ऑफ अ हाउसवाइफ। एबे बो कहूतिला तांको गारे जणे लोक बिलरे हळ करुतला बेले तार गोटे बळद कुआडे मरीगला। गाँ पुरोहिते कहले गो हत्या पाप लागिला, प्रायश्चित न कले नर्क कुंडरे पड़िबो। तेणु से लोक बेकरे पाळ दौड़ी पकई पाटिरे कुटा कामुड़ी घर घर बुली भिक मागिला। जहा पाइला सेथिरे पूरी जाए लंडा हला। मुक्ति मंडप ब्राह्मण को खाइबाकू देला। आउ शेषरे गाँ को आसी साई भाई मानकू गोटे भोजी देला परे जाई कुआडे तार पाप कटिला। से लोक सिना किछि टंका खर्च करी दिन केइटारे पापरू मुक्ति पाइगला। हेले मु आजी जाए गोटे एमिति पाप को मुंडरे मुंडे बुलुथिली जहा गो हत्या पापठू भी बोधे बहुत अधिक। बाट पाउनथिली से पापरू मुकुलिबा पाई। प्रभुंक दयारु आज मते से सुजोग मिलिला। जहा प्रति मु अन्याय करथिली से निजे मते क्षमा करदेला। तासह आज अचानक भेट हब बोली मु केबे भी भाबी नथिली। पिला दिनरु आज जाए ताको मु केते जे खोजिची एक मु ही जानिची। से जहा हो आज मु पूरा चिंता मुक्त। छाती तले जमीथिबा पुराना दुख सब बुझी ही जाउची। मु आज बहुत खुशी। हे डायरी मते जेमती पचारुची तू पुणी पाप करिछु अथच मु जानिनी। असंभव। काईकि ना तू जहा किछि भूल करू काहाकू न कहले भी मते तो तू जणई थाउ। हेले आज जाए तू एमिति की पाप करिछु जे मते जणईनु लुचेई की रखिछु। व्यस्त हनी डायरी। एबे मु तोरी छाती पृष्ठरे गोटी गोटी करी लिखिदेवी मो अजाणतरे मो द्वारा हेतिबा विराट भूल रो कथा जाकी मो विवेक दृष्टि गोटे जघन्य पाप।
ମୁଁ ନବମ ଶ୍ରେଣୀରେ ପଢିଲା ବେଳର କଥା। ଆମ ସ୍କୁଲର ସବୁ ଝିଅଙ୍କ ଭିତରେ ମୁଁ କୁଆଡେ ସବୁଠୁ ସୁନ୍ଦରୀ ଥିଲି। ଖାଲି ରୂପରେ ନୁହଁ, ଗୁଣରେ ବି କମ୍ ନଥିଲି। ପାଠରେ ଯେମିତି ପ୍ରଥମ, ସାଠରେ ବି ସେମିତି ପ୍ରଥମ। ନାଚ, ଗୀତ, ଅଭିନୟ, ଡିବେଟ୍ କମ୍ପିଟିସନ ସବୁଥିରେ କେହି ମୋତେ ଟପି ପାରୁନଥିଲେ। ତେଣୁ ମୁଁ ସ୍କୁଲରେ ପାଲଟି ଯାଇଥିଲି ଜଣେ ସେଲିବ୍ରିଟି। ପିଲାମାନଙ୍କଠୁ ଆରମ୍ଭ କରି ଶିକ୍ଷକମାନଙ୍କ ପର୍ଯ୍ୟନ୍ତ ସମସ୍ତେ ମୋତେ ବହୁତ ପସନ୍ଦ କରୁଥିଲେ, ଆଦର କରୁଥିଲେ। ଆମ କ୍ଲାସରେ ଗୋଟେ ପିଲା ପଢୁଥିଲା, ତା ନାଁ କାଳିଆ। ତା ନାଁ ଯେମିତି ତା ରଙ୍ଗ ବି ସେମିତି। ତ୍ରିପଣ୍ଡ କଳା, ଝାଉଁ ଗଛ ପରିକା ଡେଙ୍ଗା। କ୍ଲାସରେ ସଭା ପଛ ସିଟରେ ସେ ବସୁଥିଲା। ସବୁ ପିଲାଙ୍କ ପରି ସେ ବି ମୋତେ ଖୁବ୍ ପସନ୍ଦ କରୁଥିଲା। ଯେକୌଣସି ପ୍ରତିଯୋଗିତାରେ ମୁଁ ପ୍ରଥମ ହେଲେ ପ୍ରଥମେ ସେ ହିଁ ଆସି ମୋତେ ଶୁଭେଚ୍ଛା ଜଣାଉଥିଲା। ଧାନ୍ତୁରା ମୁହଁରେ ହସି ହସି ଖୁସିରେ ଗଦଗଦ ହେଇ ମୋତେ ଧନ୍ୟବାଦରେ ପୋତି ପକଉଥିଲା। ଆନନ୍ଦରେ ଆଖି ତାର ଛଳଛଳ ହେଇଯାଉଥିଲା। ଲାଗୁଥିଲା ମୁଁ ଯେମିତି ପ୍ରଥମ ହେଇନି, ହେଇଛି ସିଏ। ଏଇସବୁ ଦେଖି ମୋ ସାଙ୍ଗମାନେ ତା ସହ ମିଶିବାକୁ ମୋତେ ମନା କରୁଥିଲେ। କହୁଥିଲେ ସେ କୁଆଡେ ଗୋଟେ ବାଜେ ପିଲା, ଗୋଟେ ବଡ ଚୋର। ତା ବାପା ବି କୁଆଡେ ଡକାୟତ, 10 ବର୍ଷ ହେଲାଣି ଜେଲରେ ଅଛନ୍ତି। ସବୁ କଥା ଶୁଣି ଶୁଣି ମୋ ନଜରରେ ସେ ବିନା କାରଣରେ ଗୋଟେ 3rd ଗ୍ରେଡ୍ ପିଲା ପାଲଟି ଯାଇଥିଲା। ମୋ ସାମ୍ନାକୁ ସେ ଆସିଲେ ମୋତେ ଭୟ ଲାଗୁଥିଲା, ଦେହ ମୁଣ୍ଡ ଝାଳେଇ ଯାଉଥିଲା। ମୁଁ ସବୁବେଳେ ଚେଷ୍ଟା କରୁଥିଲି ତାଠାରୁ ଦୂରେଇ ରହିବାକୁ। ସେଦିନର ଘଟଣା ଏବେ ମୋ ଆଖିରେ ପରିଷ୍କାର ଦିଶି ଯାଉଛି। ଘରୁ ମୁଁ ସ୍କୁଲକୁ ଆସିଲା ବେଳେ ବାପାଙ୍କଠାରୁ ମାଗିକି 200 ଟଙ୍କା ଆଣିଥିଲି ସ୍କୁଲ ପିକନିକ ପାଇଁ ଦବାକୁ। ଲାଷ୍ଟ ପିରିୟଡ ବେଳକୁ ବ୍ୟାଗରୁ ଟଙ୍କା ଖୋଜିଲି ପିକନିକ ଚାର୍ଜରେ ଥିବା ସୂର୍ଯ୍ୟମଣି ସାରଙ୍କୁ ଦେବା ପାଇଁ। ଦେଖିଲି ମୋ ବ୍ୟାଗରେ ଟଙ୍କା ନାହିଁ। ଭଲ କି ଆଉ ଥରେ ଖୋଜିଲି, ହେଲେ ପାଇଲିନି। ସାଙ୍ଗମାନଙ୍କୁ ପଚାରିଲି କାଳେ କିଏ ଟଙ୍କା ପାଇଥିବ। ସମସ୍ତେ ଏକ ସ୍ୱରରେ କହିଲେ, ଟଙ୍କା ତୋର ହଜିନି, ଚୋରି ହେଇଛି। ଆଉ ଚୋରି କରିଛି ଆମ କ୍ଲାସର 1 ନମ୍ବର ଚୋର କାଳିଆ। ତୁ ଆମ କ୍ଲାସ ଟିଚରଙ୍କୁ ଏକଥା କହିଦେ, ଦେଖିବୁ ସାର୍ କେମିତି ତୋ ଟଙ୍କା ତା ବ୍ୟାଗରୁ ବାହାର କରିବେ। ସାଙ୍ଗମାନଙ୍କ ବୁଦ୍ଧିରେ ପଡି କ୍ଲାସ ଟିଚର କୃଷ୍ଣ ସାରଙ୍କୁ ଏକଥା ଜଣେଇଦେଲି। କୃଷ୍ଣ ସାର୍ ଯେମିତି ମୋ ଠାରୁ ଏକଥା ଶୁଣିଲେ ରାଗିକି ଲାଲ ପଡିଗଲେ। କ୍ଲାସକୁ ଆସି କାଳିଆକୁ କହିଲେ, ଗଲୁ ଭଲ ଅମରି ଛାଟ 2ଟା ଭାଙ୍ଗିକି ଆଣିବୁ। କାଳିଆ ବହୁତ ଖୁସି ହେଇଗଲା। ଯା ହଉ ଏତେ ଦିନ ପରେ ସାର୍ ତାକୁ ଗୋଟେ କାମରେ ଲଗେଇଲେ। ଆଜ୍ଞା ଦିନ ଛାତ୍ର ପରି ଆନନ୍ଦରେ ଯାଇ ବାଛି ବାଛି 2ଟା ବଦଳରେ 4ଟା ଅମରି ବାଡି ଭାଙ୍ଗିକି ଆଣିଲା। ସେ କଣ ଜାଣିଥିଲା ନିଜେ ବାଛିକି ଆଣିଥିବା ବାଡିରେ ତାକୁ ହିଁ ମାଡ଼ ହବ ବୋଲି। ଯେମିତି ସେ ଖୁସିରେ ସାର୍ଙ୍କୁ ବାଡି ବଢେଇ ଦେଇଛି, ସାର୍ କିଛି ନ କହି ଆଖି ବୁଜିକି ତାକୁ ପିଟି ଚାଲିଲେ। ବିକଳରେ ସେଇଲ ବଉଲ ପରିଗଲି, ମତେ ଛାଡି ଦିଅନ୍ତୁ ସାର୍, ମାରନ୍ତୁନି ପ୍ଲିଜ ସାର୍। ଏମିତି କେତେ କଣ ହାତ ଯୋଡି ସାର୍ଙ୍କୁ ଅନୁରୋଧ କଲା। କୃଷ୍ଣ ସାର୍ ମାଡ଼ ବନ୍ଦ କରିଦେଇ କହିଲେ, ଭଲ ଦଶା ଅଛି ଯଦି ଯୋଉ ଟଙ୍କା ଚୋରି କରିଛୁ ଶୀଘ୍ର ବାହାର କରିକି ରଖ, ନହେଲେ ଆଜି ତତେ ମାରି ମାରି ମାରିଦେବି। କାଳିଆ କାନ୍ଦି କାନ୍ଦି କହିଲା, ମୁଁ ସତ କହୁଛି ସାର୍, ମୁଁ କାହା ଟଙ୍କା ଚୋରି କରିନି। କୃଷ୍ଣ ସାର୍ କାଳିଆର ଚୁଟି ଧରି ଘୋଷାରି ଘୋଷାରି କ୍ଲାସ ବାହାରକୁ ନେଇଗଲେ। ଅତି ନିର୍ଦୟ ଭାବରେ କାଳିଆକୁ ଗୋଡରୁ ବେକ ଯାଏ ପିଟି ଚାଲିଲେ।
କାଳିଆ କଷ୍ଟରେ ଛଟ ଛଟ ହେଇ ଧୂଳିରେ ଗଡ଼ି ଯାଉଥାଏ। ଆଉ ଆଉ ସାର୍ ତାଙ୍କର ସମସ୍ତ ବଳ ଖଟେଇ କାଳିଆକୁ ପିଟି ଚାଲିଥାନ୍ତି। ଏତିକି ବେଳେ ସ୍କୁଲ ଛୁଟି ହେବାର ବେଲ୍ ବାଜିଲା। ସ୍କୁଲର ସବୁ ପିଲା ଆଉ ସାର୍ ମାନେ ଆସି ସେଠି ରୁଣ୍ଡ ହେଇଗଲେ ଆଉ ଏଇ ଦୃଶ୍ୟ ଦେଖି ଚାଲିଲେ। ହେଡ୍ ସାର୍ କହିଲେ, କାଳିଆ, ତୋ ବାପା ଡକାୟତି କରି ଜେଲ ଯାଇଛି। ତୁ କଣ ଚୋରି କରି ତୋ ବାପାର ଜାଗା ପୂରଣ କରିବୁ? ଏହା ଶୁଣି କାଳିଆ ଥରି ଥରି କଇଁ କଇଁ ହେଇ କାନ୍ଦି କହିଲା, ମୋ ବାପା ଡକାୟତି କଲେ ବୋଲି ମୁଁ କଣ ଚୋରି କରିବି? ହେଡ୍ ସାର୍ କହିଲେ, ତାହେଲେ ତୁ ଟଙ୍କା ଚୋରି କଲୁ କାହିଁକି? କାଳିଆ ହେଡ୍ ସାର୍ଙ୍କ ଗୋଡ ତଳେ ପଡିଯାଇ କହିଲା, ମୁଁ ଆପଣଙ୍କ ପାଦ ଛୁଇଁ କହୁଛି ସାର୍, ମୁଁ କାହାର ପଇସାଟେ ଆଜି ଯାଏ ଚୋରି କରିନି କି ଭବିଷ୍ୟତରେ ବି କରିବିନି ସାର୍। କୃଷ୍ଣ ସାର୍ ମାଡି ଆସିଥିଲେ କାଳିଆକୁ ପୁଣି ଥରେ ପିଟିବାକୁ, ହେଲେ ହେଡ୍ ସାର୍ ମନା କରିବାରୁ ସେ ରହିଗଲେ। ହେଡ୍ ସାର୍ କହିଲେ, କାଳିଆ, ଏଥରକ ମୁଁ ତତେ ଛାଡି ଦଉଛି, ହେଲେ ଆଉ ଥରେ ଯଦି ତୋ ନାଁରେ କମ୍ପ୍ଲେନ୍ ଆସିବ ତତେ ମୁଁ ସ୍କୁଲରୁ ରଷ୍ଟିକେଟ୍ କରିଦେବି। ସ୍କୁଲ ଛୁଟି ହେଇଯାଇଥିବାରୁ ପିଲାମାନେ ଯିଏ ଯାହା ଘରକୁ ଚାଲିଗଲେ। ମୁଁ ଘରକୁ ଗଲାବେଳେ କାଳିଆକୁ ଟିକେ ବୁଲିକି ଚାହିଁଲି। ଦେଖିଲି ସେ ମାଡ଼ ଖାଇ ପୁରା ରକ୍ତାକ୍ତ ହେଇଯାଇଛି। ଭଲ କରି ଚାଲି ପାରୁନି। ମତେ ଚାହିଁ ଦୂରରେ ଥାଇ କାନ୍ଦି କାନ୍ଦି ତା ହାତ ହଲେଇ କହୁଥିଲା, ମୁଁ ତ ଟଙ୍କା ନେଇନି ରେ, ମୁଁ ନିର୍ଦ୍ଦୋଷ। ମୁଁ ତା ଅବସ୍ଥା ଦେଖିପାରିଲିନି, ଆଖି ବୁଜିଦେଲି। କାଳିଆକୁ ମାଡ଼ ହେବାର 7-8 ଦିନ ପରର ଘଟଣା। ଆମ ସ୍କୁଲ ଭିତରେ ଗୋଟେ ଆମ୍ବ ବଗିଚା ଥିଲା। ଖେଳ ଛୁଟିରେ ମୁଁ ମୋର କିଛି ସାଙ୍ଗମାନଙ୍କ ସହ ଯାଇ କଷି ଆମ୍ବ ଝଡ଼ଉଥିଲି। କାଳିଆ କୋଉଠି ଥିଲା କେଜାଣି ଦୌଡ଼ି ଆସି ମତେ ପଛପଟରୁ ଗୋଟେ ଶକ୍ତ ଧକ୍କା ମାରିଲା। ମୁଁ ଛିଟକି ଯାଇ କିଛି ଦୂରରେ ପଡ଼ିଲି। ଜାଗାଟା ଓଦା ଥିବାରୁ ମୋର କିଛି ଖଣ୍ଡିଆ ଖାବରା ହେଲାନି। ମୁଁ ଝାଡ଼ି ଝୁଡ଼ି ହେଇ ଠିଆ ହେଲା ବେଳକୁ କାଳିଆ ମତେ କହୁଥିଲା, ମୁଁ କିଛି ଖରାପ ଉଦ୍ଦେଶ୍ୟ ରଖି ତତେ ଠେଲି ଦେଇନି। ମୁଁ ତତେ ଧକ୍କା ନ ଦେଇଥିଲେ ତୁ ଯୋଉ ଉଇ ହୁଙ୍କା ପାଖରେ ଠିଆ ହେଇଥିଲୁ ସେଠି ଗୋଟେ ନାଗସାପ ଗାତରୁ ମୁହଁ କାଢିଥିଲା, ତୋ ପାଦକୁ ଚୋଟ ମାରି ଦେଇଥାନ୍ତା। ସେଇଥିପାଇଁ ମୁଁ ତତେ ଠେଲି ଦେବାକୁ ଦୌଡ଼ି ଆସିଥିଲି। କାଳିଆର କଥାକୁ ମୁଁ କି ମୋ ସାଙ୍ଗମାନେ କେହି ବି ବିଶ୍ୱାସ କଲୁନି। ସାଙ୍ଗମାନେ ମୋର ଯାଇ ଏକଥା ହେଡ୍ ସାର୍ଙ୍କୁ ଜଣେଇଦେଲେ। କୃଷ୍ଣ ସାର୍ କେମିତି ଏ ଖବର ପାଇଗଲେ କେଜାଣି ଟିଚର୍ସ କମନ ରୁମ୍ରୁ ଗୋଟେ ଲମ୍ବା ବେତ ଧରି ଆସି କ୍ଲାସରେ ପହଞ୍ଚିଗଲେ। କାଳିଆର ସାର୍ଟ କଲରକୁ ଧରି ଟାଣି ଟାଣି ନେଇଗଲେ ବ୍ଲାକବୋର୍ଡ ପାଖକୁ। ଗୋରୁ ଗାଈକୁ ପିଟିଲା ପରି ପିଟି ଚାଲିଲେ କାଳିଆକୁ ମନ ଇଚ୍ଛା। କୃଷ୍ଣ ସାର୍ଙ୍କୁ ଏମିତି ରାଗିବାର କି ଏମିତି ପିଲାମାନଙ୍କୁ ପିଟିବାର ମୁଁ କେବେ ବି ଦେଖିନି। ଟଣା ଓଟରାରେ କାଳିଆର ପୁରୁଣା ସାର୍ଟଟା ପୁରା ଚିରିଗଲା। କୃଷ୍ଣ ସାର୍ଙ୍କ ରାଗ କିନ୍ତୁ ଥମିଲାନି। ପିଟି ପିଟି କାଳିଆକୁ ରକ୍ତ ବୁହା କରିଦେଲେ। ତଣ୍ଟିଆ ମାରି ମାରି ହେଡ୍ ସାର୍ଙ୍କ ପାଖକୁ ନେଇକି ଗଲେ। କିଛି ସମୟ ପରେ ହେଡ୍ ସାର୍ ମତେ ପିଅନ ହାତରେ ତାଙ୍କ ରୁମ୍କୁ ଡକେଇ ପଠେଇଲେ। ମୁଁ ଡରି ଡରି ସେଠିକି ଗଲି। ଟିଚର୍ସ କମନ ରୁମ୍ରେ ସବୁ ସାର୍ ଆଉ ହେଡ୍ ସାର୍ ବି ବସିଥିଲେ। କାଳିଆ ଗୋଟେ କଣରେ କାନ ଧରି ଆଣ୍ଠେଇଥିଲା। ମାଡ଼ ଖାଇ ଖାଇ ଲହୁ ଲୁହାଡ଼ ହେଇ ବରଡା ପତ୍ର ପରି ଥରୁଥିଲା। କାନ୍ଦି କାନ୍ଦି ତାର ହେଙ୍କା ଉଠି ଯାଉଥିଲା। ମୁଁ ପହଞ୍ଚିଲା ପରେ ହେଡ୍ ସାର୍ ମତେ ସବୁ ଘଟଣା ବର୍ଣ୍ଣନା କରିବାକୁ କହିଲେ। ମୁଁ ଯାହା ଯାହା ଘଟିଥିଲା ସବୁ କହିଗଲି। ହେଡ୍ ସାର୍ ସବୁ ଶୁଣି ସାରିଲା ପରେ ମତେ କ୍ଲାସକୁ ଯିବାକୁ କହିଲେ। ସ୍କୁଲ ଛୁଟି ହେଲା ପରେ ମୁଁ ଶୁଣିଲି କାଳିଆକୁ ସ୍କୁଲରୁ ରଷ୍ଟିକେଟ୍ କରିଦିଆଗଲା। ସେ ଆମ ସ୍କୁଲରେ କି ଆଉ କୌଣସି ସ୍କୁଲରେ ପାଠ ପଢି ପାରିବନି ବୋଲି ତା ଚରିତ୍ରରେ ବ୍ୟାଡ୍ ଷ୍ଟାମ୍ପ ବାଜିଗଲା।
से दिन स्कूल रू कालिया सबुदिन विदा होगला बेले मो पाखक आसी कहला, बिना दोषरे तू मते एते बड़ दंड देलु, सबुदिन मो पाठ पढ़ा बंद करदेलु। मो बापा चोर बोली कौन मु चोर? भौणी को विपदरू रक्षा करवाटा कौन भाईर अपराध? से दिन घर को फेरला परे मो पाठ पढ़ी पार्लिनी कि राति रे सोई भी पार्लिनी। कालियार से कई पद कथा मते सारा राति छटपट करेला। काहे के जानी मते लागुथिला मु किछि भूल कर देनी तो। काली आम स्कूल रू रस्टिकेट हेबार 3-4 दिन परे सेई आंब बगीचारे एवं सेई पर्टिकुलर जगार मोर किछि सांग जाई आंब तोड़ुथिले। हठात सेई उइहंका गातरू गोटे नागसाप बाहरी मो सांग कुनीर गोड़ को चोट मारिला। सार माने सांगे सांगे कुनी को पाख हॉस्पिटल को नहीं गले, किंतु हॉस्पिटल रे पहुंचला बेलकू कुनीर प्राणवायु उड़ी जाइथिला। स्कूल सारा समस्ते मन दुख कले। आमे किछि सांग कुनी को हरे ढेर कांदिलु। कुनीर मृत्यु मते जेतिकी कष्ट देला ताठार बेसी कष्ट देला कालियार कथा भाबी। केमिति मु से मते भौणी दृष्टि देखुथिला, अथच मु ताको अन्य मानक कथारे पड़ी कौन न भाबुथिली। मते से जदि आज साप गात पाखर दूर को ठेली दे न था ताले कुनी मला परिका मु भी साप कामुड़ारे मरी जाइथांती। से भाईर कर्तव्य ठीक कला, हेले मु भौणीर कर्तव्य एमिति कले जे कालियार चरित्र रे दाग लागिला। मोरी पाई ता पाठ पढ़ा सब दिन लगी बंद हो गला। एक कथा भाभी भाभी से दिन राति रे घरे मु पाठ पढ़ी पार्लिनी। बैग रू बही काठा काढ़ी बुक सेल्फ रे रखुची, देखिली मो आलजेब्रा बुक रू 100 टंकिया दिटा नोट खसी पड़ला। आश्चर्य हेली, अरे ए 200 टंका आसिला कोठू? मने पड़ीगला मु स्कूल पिकनिक पाई जो टंका नहीं थिली ये होची सेही टंका। तामने कालिया मो टंका चोरी करेनी। अजथारे मोरी सकाशे से कृष्ण सार गुड़ाई माड़ खाइला। पिछटारे से मोरी पाई समस्त सामने रे चोर बोली घोषित हला। एमिति भाभी भाभी सारा राति मोर चिंतारे पाईगला। ता परदिन कालिया को मु बहुत खोजिली। गोटे सांग को धरी ता घर को भी गली। तांको घरे गोटे चाबी झुलुथिला। पड़िसा लोक कहले कालिया और ता माँ भड़ा घर छाड़ी दे कुआड़े चली गलेनी। निराश घर को फेरिली। से दिन ठारू मते लागिला मु जेपरी गोटे विराट पाप करदेली। जीवन रे गोटे मस्त बड़ भूल करदेली। एथिपाई अनेक अनुतप्त हेची, अनेक थर लुह ढालीची, हेले मन बुझीनी। आज सकाळे उठु उठु 8टा हो गला। बोऊ न डाकी मु बोधे सेमती शोईथांती। बोऊ मते उठे दे कहला, संतोषी मां को मंदिर जीवु बोली कहतुलु परा, उठुनु डेरी हेले गहली हेजिब, तते धाड़ी रे घंटा घंटा ठिया बाको पड़िबो। मोर मन पड़ीगला सतरे तो काली राति रे बोऊ को कहितिली बहुत दिन हेलानी संतोषी मां को पाखको जाइनी। जहा जाइतिले 2-3 वर्ष तले झियो बेले प्रति शुक्रवार मु सेठी के जाउतिली आउ फल भी पाउतिली।
ହେଲେ ଜଞ୍ଜାଳ ଭିତରେ ବାନ୍ଧି ହେଇ ଆଉ ମୁଁ ଯାଇପାରୁନି। ଡେରି ନକରି ତରବରରେ ନିତ୍ୟକର୍ମ ସାରିଦେଇ ଗୋଟେ ଅଟୋ ଡାକି ଚାଲିଲି ସନ୍ତୋଷୀ ମାଙ୍କ ମନ୍ଦିରକୁ। ମନ୍ଦିରରେ ପଶୁ ପଶୁ ଦେଖା ହେଲା ମୋ ସ୍କୁଲ ବେଳର ସାଙ୍ଗ ବିନି। ଅନେକ ବର୍ଷ ପରେ ତାକୁ ଦେଖିଥିବାରୁ ଖୁବ ମତେ ଖୁସି ଲାଗିଲା। ମାଙ୍କ ପାଖକୁ ଯିବୁ କଣ, ଦି ସାଙ୍ଗ ଗପି ଚାଲିଲୁ ବର୍ତ୍ତମାନରୁ ଅତୀତ ଯାଏ। ଗପୁ ଗପୁ ସବୁ କଥା ପଡିଲା, ସବୁ ସାଙ୍ଗମାନଙ୍କ କଥା। ମନେ ପଡିଗଲା ମୋର କାଳିଆର କଥା, ମୁଁ ତା ପ୍ରତି କରିଥିବା ଅନ୍ୟାୟର କଥା। କାଳିଆର ହାଲଚାଲ ବିଷୟରେ ବିନିକୁ ମୁଁ ପଚାରିଦେଲି। କାଳେ ସେ ତା ଠିକଣା ଜାଣିଥିବ। ସେ ମନା କଲା, କହିଲା ଯୋଉ ଦିନରୁ ସେ ରଷ୍ଟିକେଟ ହେଇ ସ୍କୁଲରୁ ଗଲା ତା ପରଠୁ ତା ବିଷୟରେ କେହି କିଛି ଜାଣିନାହାନ୍ତି। ନିରାଶ ହେଇ ଗଲି ମାଙ୍କୁ ଦର୍ଶନ କରିବାକୁ। ଦର୍ଶନ କଲାବେଳେ ମନେ ମନେ କହିଲି, ମା ତମେ ଯଦି ସତରେ ପ୍ରତ୍ୟକ୍ଷ ଠାକୁରାଣୀ ହେଇଥିବ, ମୋ ମନରେ ଥିବା ଅବଶୋଷକୁ ଦୂର କରିବ ମା, ମୋ ଆଶା ପୂର୍ଣ୍ଣ କରିବ। ଏଇଆ ଚିନ୍ତା କରି ମୁଣ୍ଡିଆଟେ ମାରି ମନ୍ଦିରରୁ ଘରକୁ ଯିବାକୁ ବାହାରିଲି। ମନେ ପଡିଗଲା ଏଟିଏମ୍ରୁ ଟଙ୍କା କାଢିବାକୁ ହବ, ପଇସା ସରିଗଲାଣି। ବିନିକୁ ଘରକୁ ଆସିବାକୁ କହି ଚାଲିଗଲି ଏଟିଏମ୍ ପାଖକୁ। ଟଙ୍କା କାଢିଲି, ତାପରେ କିଛି ବାପାଙ୍କ ପାଇଁ ଫଳ କିଣି ଗୋଟେ ଅଟୋ ରିଜର୍ଭ କରି ଘରକୁ ଚାଲି ଆସିଲି। ଘରେ ପହଞ୍ଚି ବାପାଙ୍କୁ ଫଳ ଦେଲି। ବୋଉକୁ ତା ହାତ ଖର୍ଚ୍ଚ ପାଇଁ ଟଙ୍କା ଦେବାକୁ ଭ୍ୟାନିଟି ବ୍ୟାଗ ଖୋଜିଲା ବେଳକୁ ବ୍ୟାଗ ନାହିଁ। ଚାରିଆଡେ ଖୋଜିଲି, ହେଲେ ପାଇଲିନି। ବୋଉ କହିଲା, ବୋଧେ ଅଟୋରେ ଛାଡି ଦେଇ ଆସିଥିବ, ଆଉ କଣ ମିଳିବ। ଗଲା, ଏମିତିଆ ବ୍ୟାଗଟେ ପାଇଲା ପରେ କୋଉ ଅଟୋବାଲା ଆସି ତତେ ଏତେ ଗୁଡେ ଟଙ୍କା ଫେରେଇ ଦେଇଯିବ। ମନଟା ଭାରି ବ୍ୟସ୍ତ ଲାଗିଲା। ସେ ଅଟୋବାଲାର ଚେହେରା ମନେ ପକେଇବାକୁ ଚେଷ୍ଟା କଲି। ମନେ ମନେ ସେ ଅଟୋବାଲା କଥା ଭାବୁଛି। କଲିଂ ବେଲ୍ ବାଜି ଉଠିଲା। ଯାଇ ଦେଖିଲି ସେ ଅଟୋବାଲା ଦୁଆର ଆଗରେ ଠିଆ ହେଇଛି। ମତେ ମୋ ଭ୍ୟାନିଟ୍ ବ୍ୟାଗଟା ବଢେଇ ଦେଇ କହୁଛି, ଭଉଣୀ ଭୁଲରେ ଭ୍ୟାନିଟ୍ ବ୍ୟାଗଟା ମୋ ଅଟୋରେ ଛାଡି ଦେଇ ଆସିଥିଲୁ, ଭଲ କି ଟଙ୍କା ଗଣିକି ଦେଖ, କାଳେ ମୁଁ ଚୋରି କରି କିଛି ଟଙ୍କା ରଖିଦେଇଥିବି। ହଁ, ସ୍କୁଲ ବେଳେ ତ 200 ଟଙ୍କା ଚୋରି ନ କରିବି ଜଣକୁ ଚୋର କରିଦେଲୁ। ସାପ ମୁହଁରୁ ରକ୍ଷା କରିବାକୁ ଯାଇ ଗୁଡାଏ ମାଡ ଖୁଆଇଲୁ, ପାଠପଢା ଅଧାରେ ରଖେଇଦେଲୁ, ଆଉ ଏବେ। ମୁଁ ଏକଥା ଶୁଣି ଚମକି ପଡିଲି। ଭାବିଲି, ଇଏ କେମିତି ଜାଣିଲା ଏ କଥା? ଇଏ ଆଉ କାଳିଆ ନୁହେଁ ତ? ଚିହ୍ନିବାକୁ ଚେଷ୍ଟା କଲି। ଡେଙ୍ଗା ପତଳା ଲୋକ, କଳା ଦେହ, ଦାନ୍ତୁରା ମୁହଁ, ମୁହଁରେ ମେଞ୍ଚାଏ ଦାଢି। ପଚାରିଦେଲି, ତୁ କାଳିଆ ନୁହଁ ତ? ସେ ମୁଣ୍ଡ ଟୁଙ୍ଗାରି ହଁ କହିଲା। ମୁଁ ଏତେ ଖୁସି ହେଇଗଲି ଯେ କହିବାର ନାହିଁ। ତା ହାତ ଧରି ଟାଣି ନେଇଗଲେ ବୋଉ ପାଖକୁ। କହିଲି, ବୋଉ ଚିହ୍ନି ପାରୁଛୁ କାଳିଆକୁ? ମୋରି ଯୋଗୁ ସେ। ବୋଉ ମତେ ଅଧିକ କହିବାକୁ ନ ଦେଇ କାଳିଆ ମୁହଁକୁ ଶ୍ରଦ୍ଧାରେ ଆଉସି ଦେଇ କହିଲା, ପୁଅ ମୋ ଝିଅକୁ କ୍ଷମା କରିଦବୁ ରେ, ଅଜାଣତରେ ସେ ବଡ ଭୁଲଟେ କରିଦେଇଛି। ଭାଇ ହେଇ ତୋ ଭଉଣୀକୁ ତୁ କଣ କ୍ଷମା କରିବୁନି? ବୋଉର କଥା ଶୁଣି କାଳିଆ କାନ୍ଦି ଉଠିଲା। ଲୁହ ପୋଛି କହିଲା, ଭାଇ ତ ସବୁବେଳେ ଭଉଣୀର, ଭଉଣୀ ପାଇଁ ସବୁବେଳେ ତା ହୃଦୟ ଖୋଲା। ସେ ଆଉ କହିପାରିଲାନି, ପୁଣି କାନ୍ଦି ଉଠିଲା। ଆମେ ସମସ୍ତେ ତାକୁ ବୁଝେଇଲୁ। ଜଳଖିଆ ଆଣି ତାକୁ ଖାଇବାକୁ ଦେଲି। ଅଙ୍କିତକୁ ଦେଖି ସେ ପକେଟରୁ 200 ଟଙ୍କା କାଢିକି ଦେଲା। କହିଲା, ଏଇ ନେ ମିଠା ଖାଇବୁ, ତୋ ମାମୁଁ ଚୋରି କରି ଆଣିନି ରେ,
मेहनत करी आनीची। अल्प समय बसी से चलीगला निजे मो मनरे थिबा विराट पापर बोझ को से सांगरे नहीं गला। हेबे हेबे मो पूरा हल्का अनुभव करुची। मो बहुत खुशी। मु आउ कौन लिखिबी, सब कथा तो लिखिदेली। रहुची। रेडियो चॉकलेट 104 FM। धूम मिठा